शिक्षक ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୁଁ ମୋ ଅନ୍ତରରୁ ପ୍ରଣାମ ଜ୍ଞାପନ କରି ଆଜିକାର ବକ୍ତୃତ୍ୱ ଆରମ୍ଭ କରୁଅଛି। ଆଜିକାର ବିଷୟ ହେଉଛି ବନ୍ଦେ ମାତରମ୍। ବନ୍ଦେ ମାତରମ୍କୁ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ 1885 ରୁ 1886 ମଧ୍ୟରେ ରଚନା କରିଥିଲେ। ଏହା ପରବର୍ତ୍ତୀ ଅବସ୍ଥାରେ ତାଙ୍କର ଉପନ୍ୟାସ ଆନନ୍ଦ ମଠ 1881 ମସିହାରେ ପ୍ରକାଶିତ ହୋଇଥିଲା, ଯେଉଁଥିରେ ବନ୍ଦେ ମାତରମ୍ କବିତାଟି ସ୍ଥାନ ପାଇଥିଲା। ଏହି କବିତାର ମୂଳ ଲକ୍ଷ୍ୟ ହେଉଛି ଦେଶାତ୍ମବୋଧ ସୃଷ୍ଟି କରିବା। ଏହି କବିତାରେ ଭାରତର କଳା ସ୍ଥାପତ୍ୟ ଦେଶାତ୍ମବୋଧ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି କବିତାକୁ ଶୁଣିଲେ ଲୋକମାନଙ୍କ ମଧ୍ୟରେ ଦେଶାତ୍ମବୋଧ ଭାବନା ଜାଗ୍ରତ ହୋଇଥାଏ। ଏହି କବିତାରୁ ଆମକୁ ଦେଶ ପ୍ରତି ସ୍ନେହ ଏବଂ ଭଲ ପାଇବା ଶିକ୍ଷା କରିବା ଉଚିତ। ଯେପରି ଜାପାନ ଜାତିର ମୂଳ ମନ୍ତ୍ର ହେଉଛି ମୋ ପ୍ରାଣ ଯାଉ ଲୋକେ ଜାପାନକୁ ପ୍ରାଣ ଯାଉ କିନ୍ତୁ ଜାପାନ ଜାତିର ମାନ ବୃଦ୍ଧି ହେଉ। ସେହିପରି ଭାରତ ଜାତି ଯଦି ଏହିପରି ମୂଳ ମନ୍ତ୍ରରେ ଚାଲିବ ତେବେ ଭାରତର ଅଗ୍ରଗତି ହେବ ଏବଂ ସମସ୍ତେ ସୁଖ ଶାନ୍ତିରେ ଜୀବନଯାପନ କରିବେ। ତେଣୁ 24 ଜାନୁଆରୀ 1950 ମସିହାରେ ଏହି ସଙ୍ଗୀତଟିକୁ ଭାରତର ଜାତୀୟ ଗୀତର ମାନ୍ୟତା ମିଳିଥିଲା। ଏତିକି କହି ମୁଁ ବକ୍ତବ୍ୟ ଶେଷ କରୁଛି। ବନ୍ଦେ ମାତରମ୍।